ହ୍ୟାଲୋ ହାଏ ନମସ୍ତେ। ଆଶା କରୁଛି ଭଲରେ ଥିବେ ସମସ୍ତେ। ଆଜି ଆମେ ପହଞ୍ଚିଲୁ ଭାରତର ସବୁଠୁ ଦକ୍ଷିଣ ପ୍ରାନ୍ତ କନ୍ୟାକୁମାରୀରେ। ଏଠାରେ ଆରବ ସାଗର, ବଙ୍ଗୋପସାଗର ଓ ଭାରତ ମହାସାଗରର ସଙ୍ଗମ ହୋଇଥାଏ। ସକାଳ 5:20ରେ ଆମ ଟ୍ରେନ୍ ପହଞ୍ଚିଲା କନ୍ୟାକୁମାରୀରେ। ଦିନର ଆରମ୍ଭ କରିବା ସନରାଇଜ୍ ପଏଣ୍ଟ। ସୂର୍ଯ୍ୟୋଦୟ ଦେଖିବାକୁ ଅନେକ ଭିଡ଼ ହୋଇଥାଏ, କିନ୍ତୁ ଆମର ଦୁର୍ଭାଗ୍ୟ ବାଦଲ ହେତୁ ଆମେ ସୂର୍ଯ୍ୟୋଦୟ ଠିକ୍ରେ ଦେଖିପାରିଲୁ ନାହିଁ। କିନ୍ତୁ ଆମେ ମତ୍ସ୍ୟଜୀବୀମାନଙ୍କୁ ଅନେକ ମାଛ ଧରି ଆଣୁଥିବାର ଦୃଶ୍ୟ, କେମିତି ବନିଶୀ କଣ୍ଟା ଟପ୍ ମାନଙ୍କରେ ସଜାଡ଼ିଥାନ୍ତି ଏବଂ ମାଛ ନେଲାମର ଦୃଶ୍ୟ ଦେଖିବାକୁ ପାଇଲୁ। ତାପରେ ହୋଟେଲ ଯାଇ ଫ୍ରେଶ୍ ହୋଇ ସାଉଥ୍ ଇଣ୍ଡିଆନ୍ ଟିଫିନ୍ ଇଟିଲି ବରାରେ ବ୍ରେକଫାଷ୍ଟ କଲୁ। ଦ୍ୱିତୀୟରେ ବିବେକାନନ୍ଦ ରକ୍ ମେମୋରିଆଲ। ସେଠାରେ ପହଞ୍ଚିବା ପାଇଁ ଫେରି ମାଧ୍ୟମରେ ଯିବାକୁ ପଡ଼ିବ। ଫେରି ପାଇଁ ଦୁଇ ପ୍ରକାର ଟିକେଟର ସୁବିଧା ଅଛି। ସାଧାରଣ ଟିକେଟର ମୂଲ୍ୟ 75 ଟଙ୍କା ଏବଂ ସ୍ପେଶାଲ ଏଣ୍ଟ୍ରି ଟିକେଟର ମୂଲ୍ୟ 300 ଟଙ୍କା। ସ୍ପେଶାଲ ଏଣ୍ଟ୍ରି ଟିକେଟ ଅନଲାଇନ୍ ମାଧ୍ୟମରେ ମଧ୍ୟ କରିପାରିବେ। 75 ଟଙ୍କା ଟିକେଟକୁ 300 ଟଙ୍କା ଦେଇ କିଣିଛେ। ଫେରିରେ ବସିବା ପୂର୍ବରୁ ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ଦିଆଗଲା। ଫେରିରେ ବସି ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିଲୁ। ସମୁଦ୍ର ମଝିରେ ପାହାଡ଼ ଉପରେ ଥିବା ଏହି ସ୍ଥାନରେ ବିବେକାନନ୍ଦ ମେଡିଟେସନ୍ କରିଥିଲେ। ଏଠାରେ ଏଣ୍ଟ୍ରି ଫି ମୁଣ୍ଡ ପିଛା 30 ଟଙ୍କା ରଖାଯାଇଛି। ଏଠାରେ କିଛି ସମୟ ଅତିବାହିତ କରି ତାମିଲ ସାହିତ୍ୟର ମହାନ କବି ତିରୁଭଲ୍ଲୁର ଷ୍ଟାଚୁ ଦେଖିବାକୁ ଗଲୁ। ବିବେକାନନ୍ଦ ରକ୍ ମେମୋରିଆଲରୁ ଏଠାକୁ ଏକ ଗ୍ଲାସ୍ ଫାଇବର ବ୍ରିଜର ନିର୍ମାଣ କରାଯାଇଛି। ସେଠାରୁ ଫେରି ମାଧ୍ୟମରେ ଫେରିଆସିଲୁ। ତାପରେ ଆମେ କୁମାରୀ ଭଗବତୀ ଅମ୍ମନ ମନ୍ଦିର ଦର୍ଶନ କଲୁ। ଏଠି ପାର୍ବତୀଙ୍କୁ କନ୍ୟା ରୂପେ ପୂଜା କରାଯାଏ। ଏହିଠାରୁ କନ୍ୟାକୁମାରୀ ନାମର ଉତ୍ପତ୍ତି ହୋଇଛି। କିଛି ସମୟ ସମୁଦ୍ର କୂଳରେ ବୁଲି ଗାନ୍ଧୀ ମେମୋରିଆଲ ଗଲୁ। ଏଠାରେ କେବେ କି ଗାନ୍ଧୀଙ୍କ ଅସ୍ଥି କଳସ ରଖାଯାଇଥିଲା। ତାପରେ ଆମର ମଧ୍ୟାହ୍ନ ଭୋଜନର ସମୟ। ଖାଇସାରି ହୋଟେଲକୁ ଯାଇ ଟିକେ ରେଷ୍ଟ ନେଲୁ। ସନ୍ଧ୍ୟା 5:30ରେ ପୁନଶ୍ଚ ସମୁଦ୍ର କୂଳକୁ ଆସି ଭ୍ୟୁ ଟାୱାର ଦେଖିବାକୁ ଗଲୁ। ଭ୍ୟୁ ଟାୱାର ଉପରେ ଠିଆ ହୋଇ ସନସେଟ୍ ମଧ୍ୟ ଏନ୍ଜୟ କରିପାରିବେ। ଭ୍ୟୁ ଟାୱାର ଯିବା ରାସ୍ତାରେ କାମରାଜର ମଣି ମେମୋରିଆଲ ଏବଂ ଆକ୍ୱା ୱାର୍ଲ୍ଡ ମାନେ ଫିସ୍ ଏକ୍ଜିବିସନ୍ ମଧ୍ୟ ଦେଖିପାରିବେ, ଯାହାର ଟିକେଟ୍ 50 ଟଙ୍କା ଅଟେ। ସି ଫୁଡ଼୍ ଯଦି ଟ୍ରାଏ କରିବାକୁ ଚାହୁଁଛନ୍ତି, ସି ଶୋର୍ ଫୁଡ଼୍ କୋର୍ଟ ଏବଂ ସପିଂ ପାଇଁ ସମୁଦ୍ର କୂଳରେ ଅନେକ ଷ୍ଟଲ୍ ସବୁ ଅଛି। ରୁମ୍ରେ ପହଞ୍ଚି ରବବାବୁ ବିଶ୍ରାମ ନେଲେ, କିନ୍ତୁ ମୁଁ ବାହାରିଗଲି ମାୟାପୁରୀକୁ, ଯାହାକି ରେଲୱେ ଷ୍ଟେସନ ପାଖରେ ଅବସ୍ଥିତ ଇଣ୍ଡିଆର ପ୍ରଥମ ୱାକ୍ସ ମ୍ୟୁଜିୟମ୍। ସେଠାରେ ଅନେକ ଫଟୋ ଉଠାଇଲି। କିଛି ସମୟ ମସ୍ତି କରି ଫେରି ଆସିଲି। ଡିନର ସାରି ଆମେ ଶୋଇପଡ଼ିଲୁ। ଗୁଡ଼୍ ମର୍ଣ୍ଣିଂ। କାଲି ଆମେ ଠିକ୍ରେ ସନରାଇଜ୍ ଦେଖିନଥିଲୁ, ସେଥିପାଇଁ ଆଜି ସେ ସୁଯୋଗ ହାତଛଡ଼ା କଲୁନୁ। ସକାଳୁ ରେଡ଼ି ହୋଇ ସୂର୍ଯ୍ୟୋଦୟ ଦେଖିବାକୁ ଗଲୁ। ମିଶନ ସକ୍ସେସ୍। ସକାଳ 8:30ରେ ଆମ ଟ୍ରେନ୍ ଥିଲା ତିରୁବନନ୍ତପୁରମକୁ। ବ୍ଲଗ୍ଟି କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।